ଜସ୍ନା ବସିକି ଏଡ଼ିଟ୍ କରୁଛନ୍ତି। ଏଇ ଆଜ୍ଞା କ'ଣ କରୁଛ? ଏଡିଟ୍ କରୁନି, ରେକର୍ଡ କରୁଛି। ଓହୋ। ଆଉ ପଳେଇ ଆସିଲା ହଁ ଜାଣିଥିବ ତ। ଗାମୁଛା ପିନ୍ଧିକି ପଳେଇ ଆସିଲା ଢିଲ୍। ଆସିଲି 5ଟା ପ୍ରଶ୍ନ ନେଇକି ଆସିଛି, ଉତ୍ତର ଦେଇଦିଅ। ଆମେ ପଳେଇବା, ଗୋଟେ ଭିଡ଼ିଓଟେ ବନିଯିବ, ମୁଁ ୟୁଟ୍ୟୁବରେ ଯଦି ଉତ୍ତର ଛାଡ଼ିଦେବ। ନ ଦେବି ତମେ କ'ଣ କରିବ? କିଛି ନାହିଁ, ଟିକେ ରିକ୍ୱେଷ୍ଟ କରିବି, ଦରକାର ପଡ଼ିଲେ ଗୋଡ଼ ତଳେ ପଡ଼ିଯିବି। ନାଇଁ ଥାଉ ଏତେ ଦରକାର ନାହିଁ ଭାଇ, ପାପ ଆମର। ପଚାର। ଖାଇ ପିଇକି ବଇଛଟି ନା ଖାଇ ପିଇ କାମ ସାରିକି ସବୁ କାମ କରିକି ଏମିତି ବସିଛି। ମୁହଁଟା ଶୁଖିଲା ଶୁଖିଲା ଦେଖାଯାଉଛି? ଶୁଖିଲା ଯଦି ଟିକେ ପାଣି ଛିଞ୍ଚି ଦଉନ। ଓଦା କରିଦେଇ ପାଣି ଛିଞ୍ଚିକି? ସତରେ ବା। ମୁହଁ ଶୁଖିଲା ଦେଖାଯାଉଛି? ହୁଁ। ନା ଆଜି ଟିକେ ମୁଡ୍ ଅଫ୍ ଅଛି ବୋଧେ? ମୁଡ୍ କିଛି ଅଫ୍ ନାହିଁ। ଆଉ ମୁହଁ ଶୁଖିଲା ଦେଖାଯାଉଥିବ, ମୁଁ ସକାଳେ ଖାଇନଥିଲି ସେଥିପାଇଁ ମୁହଁ ଶୁଖିଲା ଦେଖାଯାଉଥିବ। କାହିଁକି? ଖାଇନଥିଲି ମୋଟା ହେଇଯାଉଛି ବୋଲି ଖାଉନି, ଟିକେ କମେଇ ଦେଉଛି। ତମେ ପୁଣି ମୋଟା ହେଇଯାଇଛ? କିଏ କହିଲା ସେ ତମେ ମୋଟା ହେଇଯାଉଛ ବୋଲି? କେହି କହିନାହାନ୍ତି, ମତେ ଲାଗୁଛି ମୋଟା ହେଇଯାଉଛି, ସେଥିପାଇଁ ଖାଇବା କମେଇ ଦେଉଛି ଆଉ। ହୁଁ। ହଉ, ପ୍ରଶ୍ନ ପଚାରୁଛି, ଉତ୍ତର ଦିଅ। ଆଜ୍ଞା ପଚାରନ୍ତୁ। ଏବେ ଆଜି ପୁରା ଜଗନ୍ନାଥଙ୍କ ଉପରେ ସପ୍ତାହ ପ୍ରଶ୍ନ। ଠାକୁରଙ୍କୁ ପଚାରିଲେ ମୁଁ ଅଧା କହିଲେ ଅଧା କହିପାରିବିନି, ସତ କଥା। ଅଡ଼ିଏନ୍ସ କହିବେ। ହଁ, ମୁଁ ନ କହିଲେ ଦର୍ଶକମାନେ କହିବେ ଆଚ୍ଛା ଆଉ। କୁହ, ପ୍ରଥମ କୋଶ୍ଚିନ୍, ଅଧରପଣା ନୀତି କେବେ ହୋଇଥାଏ? ଅଧରପଣା? କ'ଣ ଫୋପାଡ଼ି ଦେଲେ ପିଲେ? କ'ଣ ପଡ଼ିବ? ଅଧରପଣା ଯେଉଁ ନୀତି କେବେ ହେଇଥାଏ ତ ମନେ ନାହିଁ। ଅଧରପଣା ମାନେ କ'ଣ ଜାଣିଛ ତ? ହଁ, ଯେଉଁ କ'ଣ ଭୂତ ପ୍ରେତମାନଙ୍କୁ ଯେଉଁ ପଣା ପଣା ଦିଅନ୍ତି, ଭୂତ ପ୍ରେତମାନଙ୍କୁ ପଣା ପିଆନ୍ତି ନା କ'ଣ ହଁ ଗ୍ଲାସ୍ରେ? ନା ମ ପଣା କରନ୍ତି, କ'ଣ ଦିଅନ୍ତି ବୋଲି ମୁଁ ଶୁଣିଛି, ମୁଁ ଏତେ ବି ଜାଣିନି। ନାଇଁ, ଭୂତ ପ୍ରେତମାନଙ୍କୁ ଗ୍ଲାସ୍ରେ ପଣା ଦିଅନ୍ତି, ନେ ପିଅ। କେଉଁଠି ହେଇଥାଏ? ପୁରୀରେ? ହଁ, କେଉଁଠି ହେଇଥାଏ? ପୁରୀରେ କେଉଁଠି ହେଇଥାଏ? କେଉଁଠି ହେଇଥାଏ କେଜାଣି? ରଥ ଉପରେ ହୋଇଥାଏ। ରଥ ଉପରେ? ହୁଁ। ହଁ। କେବେ ହେଇଥାଏ ମୋର ମନେ ନାହିଁ, ଦର୍ଶକମାନେ କହିଦେବେ ଆଉ। ସୁନାବେଶ ପରଦିନ ହେଇଥାଏ ହଁ ହଁ ହଁ। ଅଧରପଣା ନୀତି। ଅଧରପଣା ନୀତି, ଅଧରପଣା ଭୋଗ ହବ ଠାକୁରଙ୍କ ପାଖରେ, ସେଇଠି ସେ ହାଣ୍ଡିକି ବାଡ଼େଇ ଦେବେ। ତାକୁ କେହି ପିଇବେନି ବାହାର ଲୋକ, କେବଳ ସେ ଚିରୁକୁଣୀ, ପିଶାଚୁଣୀ, ସେଇ ଭୂତ ତ ମୁଁ ତ କହିଲି, ସେଇ ଭୂତ ପ୍ରେତମାନଙ୍କୁ ଦିଆ ହୁଏ। ଗ୍ଲାସ୍ ବଣ୍ଟା ହୁଏ। ହଉ, ନେକ୍ସଟ କୋଶ୍ଚିନ୍। ଏଇଟା ଗୋଟେ ମୁଁ ଡାଇରେକ୍ଟ ପଚାରିଥିଲି, ଆଉ ବାକି କୋଶ୍ଚିନ୍ ସବୁ ତମକୁ କେମିତିଆ ପଚାରିବି କହିଲ? କେମିତିଆ? ଗୀତ ଭଳିଆ, ଢଗ ଟାଇପ୍ର। ତିନି ଠାକୁରଙ୍କ ଆଗରେ ଅଛି ସ୍ତମ୍ଭଟିଏ, କହିପାରିବ ସେ ସ୍ତମ୍ଭର ନାମ? ପ୍ରଭୁଙ୍କର ବଡ଼ ଭକ୍ତ ଯିଏ। ତିନି ଠାକୁରଙ୍କ ଆଗରେ ଅଛି ସ୍ତମ୍ଭଟିଏ, କହିପାରିବ ସେ ସ୍ତମ୍ଭର ନାମ? ପ୍ରଭୁଙ୍କର ବଡ଼ ଭକ୍ତ ଯିଏ। ଅରୁଣ ସ୍ତମ୍ଭ? ଅରୁଣ ସ୍ତମ୍ଭ ତିନି ଠାକୁରଙ୍କ ଆଗରେ ଅଛି। ଅରୁଣ ସ୍ତମ୍ଭ ପୁରୀ ଜଗନ୍ନାଥ ମନ୍ଦିର ସାମ୍ନାରେ ଅଛି, ସିଂହଦ୍ୱାର ସାମ୍ନାରେ। ତାହେଲେ କହିପାରିବିନି, ଦର୍ଶକମାନଙ୍କ ଉପରେ ଛାଡ଼ି ଦେଉଛି। ଠାକୁରଙ୍କ ବାହନ ଅଛନ୍ତି ଯେଉଁ ସ୍ତମ୍ଭ ଉପରେ। କେତେ ଅଛି ମନେ ରହିବା ଦରକାର ନାହିଁ, ଦର୍ଶକମାନେ କହିବେ। ଜଗନ୍ନାଥଙ୍କ ବାହନ କିଏ? ଶ୍ରୀ କୃଷ୍ଣ ଜଗନ୍ନାଥ, ଆମର ବିଷ୍ଣୁଙ୍କ ବାହନ କିଏ? ଗୋଟେ ମୌକା ପାଇଯାଇଛ, ଖାଲି ଦର୍ଶକଙ୍କ ଉପରେ ଛାଡ଼ିଦେବ। ବିଷ୍ଣୁଙ୍କ ବାହନ କିଏ? ଗରୁଡ଼। ଗରୁଡ଼ ସ୍ତମ୍ଭ। ହଁ, ଗରୁଡ଼ ସ୍ତମ୍ଭ। ଓହୋ, କି ଖୁସି, ହିଣ୍ଟସ୍ ନେଇକି କହିଲେ ଖୁସି। କହିଲି ନା ନାହିଁ? ତମେ ଏମିତି କ'ଣ ଗୋଟେ ଅକ୍ଷର କହିଦେଲେ ଏମିତି ଲୋକ ଅଛନ୍ତି ଖାଲି କହିଦେବେ? ମୂଳ ଅକ୍ଷର ଖାଲି କହିଦେଲେ ଭଲ କଥା କହୁଛ। ଆନ୍ସର କହିଛନ୍ତି ଆଉ, ମାଡ଼ି ଆସିବେ ଏଇନେ। ହଁ, ନହେଲେ ଏମିତି ଗୋଟିଏ ଲେଟର୍ ତମେ କହିଦେଲେ ଲୋକ ଖାଲି କହିଦେଉଛନ୍ତି, ଆଉ ଯିଏ ଜାଣିନଥିବ ସେ ଗୋଟିଏ ଲେଟର୍ରେ କହିଦେବ। ସେ ଓଠରେ କ'ଣ ଲଗେଇଛ, ଲିପଷ୍ଟିକ୍ ନା ବାମ୍? କ'ଣ ନାଇଁ, ମୁଁ ଲଗେଇଛ? ଲିପଷ୍ଟିକ୍ ଖାଲି ଲଗେଇନି, ଜଲ ଜଲ ଖାଲି ଦେଖାଉଛି। ବାମ୍ ଲଗେଇଛି।
ଓ ଖାଲି Lip balm ବାମ୍ ଲଗେଇଛ? ଲଗେଇଛି, ଓ ଲିପ୍ ବାମ୍ ଲଗେଇଛ? ଓଠ ନ ଫାଟିବା ପାଇଁ ଓହୋ ଲିପଷ୍ଟିକ୍ ଲଗାଏନି ବେଶୀ। ଲିପଷ୍ଟିକ୍ ଲଗାନି ପୁରା ଜେଣ୍ଟିଲ୍ ମ୍ୟାନ୍ ଓମ୍ୟାନ୍ ସରି ଜେଣ୍ଟିଲ୍ ଓମ୍ୟାନ୍। ନେକ୍ସଟ କ୍ୱେଶ୍ଚିନ୍। ସୁନାର ଛାଉଣି ହୋଇ ବସନ୍ତି ରଥ ଉପରେ ସୁନାର ଛାଉଣି ହେଇ ବସନ୍ତି ରଥ ଉପରେ ହେଇ ସାଜସଜା ତଳେ ଛୁଟେ ଭକ୍ତଙ୍କ ଭାରି ଭିଡ଼ ଦେଖିବାକୁ ଜଗତ ରଜା। ସୁନାର ଛାଉଣି ହେଇ ରଥ ଉପରେ ବସନ୍ତି ହୋଇ ସାଜସଜା ତଳେ ଛୁଟେ ଭକ୍ତଙ୍କ ଭିଡ଼ ଦେଖିବାକୁ ଜଗତ ରାଜା। କହିପାରିବ ସେ ଦିନଟିର ନାମ? ସେ ଦିନଟିର ନାମ ସୁନାର ଛାଉଣି ହେଇ ରଥ ଉପରେ ବସିଛନ୍ତି ହୋଇ ସାଜସଜା ତଳେ ଭକ୍ତଙ୍କ ଭିଡ଼ ଛୁଟିଛି ଦେଖିବାକୁ ଜଗତ ରାଜା। ସେଦିନ ରଥ ଉପରେ ବସିଛନ୍ତି ନା ସିଂହାସନ ଉପରେ? ରଥ ଉପରେ। କହିପାରିବି। ସୁନାର ଛାଉଣି କେବେ ହୁଅନ୍ତି? ସୁନାବେଶ ଦିନ। ଆଉ ତ ସେ କହିପାରିବନି। ତମ ବା କହିଲ ରଥ ଉପରେ ବୋଲି, ରଥ ଉପରେ କଣ ସୁନାବେଶ ହୁଏ? ଆଉ କୋଉଠି ହୁଏ? ମନ୍ଦିର ଭିତରେ ହୁଏ? ରଥ ଉପରେ ସୁନାବେଶ ହୁଏ? ଆରେ ଜାଣିନାହାନ୍ତି ରେ? ଆରେ ହେଇ ଜାଣିକି କହୁଛ ଭୁଲଭାଲ। ନା 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 ମୁଁ ବାହୁଡ଼ା ଭାବିକି ସରିଲା ବାହୁଡ଼ା ସରିବା ପରେ ଠାକୁର ଶ୍ରୀମନ୍ଦିର ସାମ୍ନାରେ ରଥ ରଖା ହୁଏ। ରଥ ରଖା ହେଲା ପରେ ସେଇଠି କ'ଣ ହୁଏ ନା ପ୍ରଥମ ଦିନ ଛାଡ଼ିକି ସେକେଣ୍ଡ ଦିନ ଠାକୁର ଫେରନ୍ତି ଯେଉଁଦିନ ସେଦିନ ଛାଡ଼ିକି ତା ପରଦିନ ସୁନାବେଶ, ତା ପରଦିନ ହୁଏ ଅଧରପଣା, ତା ପରଦିନ ହୁଏ ନୀଳାଦ୍ରି ବିଜେ। ତ ସୁନାବେଶ ଦିନ ପ୍ରଭୁ ରଥ ଉପରେ ସୁନାବେଶ ହେଇକି ସମସ୍ତଙ୍କୁ ଦର୍ଶନ ଦିଅନ୍ତି। ଠାକୁର ଘର ଭିତରେ ସୁନା ପିନ୍ଧନ୍ତି ନା ଆଉ ବାହାରେ ପିନ୍ଧନ୍ତି? ନାଇଁ ରଥ ଉପରେ ସୁନାବେଶ ହୁଏ। ତମେ ଜାଣିନ? ଜାଣିଛ କି ଜାଣି ରଥ ଉପରେ ସୁନାବେଶ ହୁଏ। ମୁଁ ଜାଣିନି ବା। ହେ ହେ କାହିଁ ଜାଣିବ କ'ଣ ଦରକାର ସେଗୁଡ଼ାକ। ସେଇଆ। ଓକେ ନେକ୍ସଟ କ୍ୱେଶ୍ଚିନ୍। କଳା ବଦନରେ ନାଲିଆ ହସ ଆମ ଜଗା ଧରିଛି ଏକ ବେଶ ସେ ବେଶ ଦେଖି ଲୋକ ବିହସ ନାଗା ତାଟ ପିନ୍ଧିଛି ଜଗା କହିପାରିବ ସେ କି ବେଶ? ନାଗାର୍ଜୁନ ବେଶ। ଏରେ ବା ଧାଇଁକିନି କହିଦେଲ। ଏଇଟା କେମିତି ଧାଇଁକିନି କହିଦେଲ? ଠିକ୍ ନା ଭୁଲ ବା? ଠିକ୍। ନା ମୁଁ ଭାବିଲି ଆକ୍ଚୁଆଲି ହଠାତ୍ କିନା ପାଟିରୁ ବାହାରି ପଡ଼ିଲା ସିନା, କିନ୍ତୁ ମୁଁ ଜାଣିନି ଯେ ସେଟା ଠିକ୍ କି ଭୁଲ। ନା ନାଗାର୍ଜୁନ ବେଶ। ନୀଳ ଚକ୍ରେ ଉଡୁଛି ସେ ବାନା ଫର ଫର ହେଇ କହିପାରିବ କି ସେ ବାନାର ନାମ ଯିଏ ଜଗା ପାଖରେ ଥାଇ? ନୀଳ ଚକ୍ରରେ ଉଡୁଛି ସେ ବାନା ଫର ଫର ହେଇ କହିପାରିବ କି ସେ ବାନାର ନାମ ଯିଏ ଜଗା ପାଖରେ ଥାଇ? ପତିତ ପାବନ। ୟେସ୍ ପତିତ ପାବନ ବାନା। ଠିକ୍ ଉତ୍ତର ଦେଲ। ଏବେ ସରିଗଲା? ଆମର ପ୍ରାପ୍ତ ହେଇଗଲା 5ଟି ପ୍ରଶ୍ନର ଉତ୍ତର। ହେଇଗଲା? ଆମ୍ଭେ 5ଟା କ୍ୱେଶ୍ଚିନ୍ ହେଇଗଲାଣି କେତେବେଳେ? ହଁ ଓହୋ। ଆମ୍ଭେ ଆସିଲୁ। ଚାଲିଲୁ। ଚାଲିଲୁ। ନମସ୍ତେ। ଭଲରେ ଥାନ୍ତୁ ସମସ୍ତେ।